କାଲି ଅପେକ୍ଷା ଟିକେ ଜ୍ୱର ଛାଡ଼ିଛି। କାଲି ତ ବହୁତ ଜ୍ୱର ଥିଲା, ଆଜି ଟିକେ କମିଛି। ଆଉ ଔଷଧ ଗୁଡ଼ା ଦେଉଛି, ଟିକେ କିଛି ହେଉଛି ଖାଇଦେଇକି ଔଷଧ ଗୁଡ଼ା ଖାଇଦେ ଆଉ, ଠିକ୍ ଅଛି। ଆଜି 10-15 ଦିନ ହେଇଗଲା ପ୍ରମିଳାକୁ ହେଉଛି ଜଣ୍ଡିସ୍ ହେଇଛି। ଫାଷ୍ଟ ଡେଙ୍ଗୁ ହେଇଥିଲା, ତ ଜଣ୍ଡିସ୍ ବି ହେଇଛି। ଏଇଠି ଡେଲି ଆମେ ଡାକ୍ତର ଦେଖାଉଛୁ, ବର୍ତ୍ତମାନ ମୁମ୍ବାଇରେ ତ ଅଛୁ, ଡେଲି ଡାକ୍ତର ଦେଖାଉଛୁ କିନ୍ତୁ କମୁନି। ଠିକ୍ ଅଛି, ସେତିକି କମୁନି। ହୁଏତ ଗାଁରୁ ଗଲେ ହୁଏତ କ୍ଲାଇମେଟ୍ ଚେଞ୍ଜ ହେବ, ତାପରେ ହୁଏତ ଠିକ୍ ହେଇଯାଇପାରେ। ତ ବର୍ତ୍ତମାନ ଏଇଠି ଆମେ ଡେଲି 2 ଟାଇମ୍ ଏଇଠି ସାଲାଇନ୍ ନିଆ ହେଉଛି, ଇଞ୍ଜେକ୍ସନ୍ ବି ଦିଆହେଉଛି। ଏତେ ମେଡ଼ିସିନ୍ ତାପରେ ବି କିଛି ଆରାମ ମିଳୁନି। ଡେଲି ରାତିରେ ଜ୍ୱର ଆସୁଛି, ଇଏ ହେଉଛି, ଦେହ ବହୁତ ଖରାପ ଅଛି ତାର। ବର୍ତ୍ତମାନ ଆପଣମାନେ ଦେଖିକି ଜାଣିପାରୁଥିବେ ତା ଚେହେରା ଅବସ୍ଥା କ'ଣ। ତ 2-4 ଦିନ ଭିତରେ ଆମେ ଗାଁକୁ ଯିବା ପାଇଁ ଟ୍ରାଏ କରୁଛୁ। ହୁଏତ ସେଇଠି ଗଲା ପରେ କ୍ଲାଇମେଟ୍ ଚେଞ୍ଜ ହେବ, ହୁଏତ ଦେହଟା ଟିକେ ଭଲ ଲାଗିବ। ହେଲା ନା, ଜଲ୍ଦି ଜଲ୍ଦି କର। ବାଇଗଣ ଟମାଟୋକୁ ଜଲ୍ଦି ଇଏ କର। କରିପାରୁନୁ କି? ଗରମ ଅଛି ଯଦି ଟିକେ ତାଟିଆ ଟିକେ ପାଣି ନେ ତାପରେ ରଖ, ଥଣ୍ଡା ହେଇଯାଉ ତାପରେ ଛଡ଼େଇବୁ। ଏତେ ଗୋଟେ ସାଧା କାମ ଯଦି ନ କରିପାରିବ ଆଉ। ନେ ଟିକେ ଟିକେ କରି ଖାଇଦେ। ଡାକ୍ତର ତ ସବୁ କିଛି ଖାଇତେ ମନା କରିଛନ୍ତି, ତେଲ ମସଲା ହଳଦୀ କିଛି ଖାଇବନି। ଟିକେ ଟିକେ ବାଇଗଣ ପୋଡ଼ା ଟମାଟୋ ପୋଡ଼ା ଦେ, ଏତିକି ଦେଇ ଖାଇଦେ। ଖାଇ ଦେଇକି ହେଉଛି ତାପରେ ଔଷଧ ଖାଇଦେବ ଆଉ। ନା ଚିକେନ୍ ମଟନ୍ ଖାଇବୁ? ଖାଇବନି? ଆଉ ରୋଗ ଛାଡ଼ିବନି ତାହେଲେ। ଘରକୁ ଯାଇତେ ବହୁତ ଇଚ୍ଛା ହେଉଥିବ ନା? ଖାଲି ମନ ଇଚ୍ଛା ହେଉଛି ଏଇନେ ଯାଇ ପହଞ୍ଚାନ୍ତି। ଏଇଖିଣା ଏଇ ଘର ପାଖରେ ପହଞ୍ଚାଅ। ଯିବା 2 ଦିନ ଭିତରେ ଯିବା ଆଉ। ଭଳିଆ ହାତ ପୁରା ନାଲିଆ ହେଇଯାଇଛି। ଏଇଠି ସେ ସାଲାଇନ୍ ଇଞ୍ଜେକ୍ସନ୍ ଦେଖିବା କୋଉଠି ପୁରା କଳା ପଡ଼ିଯାଇଛି। କି ଅବସ୍ଥା ହେଇଗଲା ମୋର। ମୋତେ ଲାଗୁଛି ଘରକୁ ଗଲେ ଠିକ୍ ହେଇଯିବ। କାହିଁକି ନା ୟା ପୂର୍ବରୁ ବି ଯେତେ ଥର ମୋତେ ବି କିଛି ରୋଗ ହେଇଛି ନା ଏଇଠି ବାହାରେ ରହିକିନା, ମୁଁ ଯେତେ ଥର ବି ଘରକୁ ଯାଇଛି ନା, ଘରକୁ ଗଲା ପରେ ମାନେ ଅଧେ ମାନେ ଦେହ ଭଲ ହେଇଯାଏ। ସେଇଠିକା କ୍ଲାଇମେଟ୍ରେ ବହୁତ ମାନେ ଦେହଟା ଭଲ ହେଇଯାଏ। ଏଇଠିକା କ୍ଲାଇମେଟ୍ ଭଲ ନୁହେଁ ନା, ଏଇଠିକା ଏରିଆ ଭଲ ନୁହେଁ, ଆଉ ସେଇଥିପାଇଁ ଏଇଠି ଦେହ ଖରାପଟା ବେଶୀ ହେଉଛି, ଠିକ୍ ବି ହେଉନି ଜଲ୍ଦି। ମୋତେ ଟିକେ ଚିକେନ୍ ଆଣିଦିଅ, ଭଲ ଲାଗୁନି। ଚିକେନ୍ ଖାଇବୁ? ଡାକ୍ତର ମନା କରୁଛନ୍ତି। ହଉ, 1 ପିସ୍ରୁ ଅଧିକା କିନ୍ତୁ ଦେବେନି, ଠିକ୍ ଅଛି ନା? ଦେହ ଛାଡ଼ିବନି ଜଲ୍ଦି, ଟୋଟାଲି ସିଝା ଖାଇତେ କହିଛନ୍ତି। ଝୋଳ ଦେବେନି, ଖାଲି 1 ପିସ୍ ଦେଉଛି, 1-2 ପିସ୍, ଠିକ୍ ଅଛି। କାହିଁକିନା ଟୋଟାଲି ତୋତେ ସିଝା ଖାଇତେ କହିଛନ୍ତି ନା, ପୁଣି ଛାଡ଼ିବନି। ଯେତେ ଜଲ୍ଦି କମିଯିବ ସେତେ ଭଲ, ଯଦି ବଢ଼ିଯିବ ପୁଣି ଝାମେଲା ହେଇଯିବ, ଜାଣିଛୁ ନା। ଖାଇଦେ। ହଉ, ଖାଇସାରିକି ହେଉଛି ଔଷଧ ଗୁଡ଼ା ମୁଁ ହେଉଛି କାଢ଼ିକି ରଖିଛି। ତ ହେଉଛି ଖାଇବା ପରେ ଔଷଧ କେଉଁଟା କ'ଣ ଏଇଠି ସବୁ ଲେଖା ହେଇଛି, ଔଷଧ ଗୁଡ଼ା ସବୁ ଖାଇଦେବୁ, ଠିକ୍ ଅଛି। ହଉ, ମୁଁ ନେଇକି ଭାତ ଖାଉଛି ବା, ଖାଇଦେଉଛି। ଆଉ ଔଷଧ ରଖିଲି, ନେଇକି ହେଉଛି ଖାଇଦେବୁ। ଆଉ କ'ଣ କରିବା, ଆସିଥିଲୁ ହେଉଛି ଦୁର୍ଗା ପୂଜାରେ ବୁଲିବା ପାଇଁ। ମୋ ବାପା ମା ସବୁ ଏଇଠି ରୁହନ୍ତି। ଦୁର୍ଗା ପୂଜାରେ ବୁଲିବା ପାଇଁ ଆସିଥିଲୁ, କିନ୍ତୁ ଦେଖିଲାକୁ ମୋତେ ବି ଡେଙ୍ଗୁ ହେଇଗଲା, ପ୍ରମିଳାକୁ ବି ଜଣ୍ଡିସ୍ ହେଇଗଲା। ଆଉ ହେଇଗଲା 15-20 ଦିନ ଛାଡ଼ୁନି। ଏଇକିନା ଯେତେ ଜଲ୍ଦି ଆମେ ଘରକୁ ଯିବୁ ସେତେ ମାନେ ବେଟର୍ ହେବ, କାହିଁକିନା ଏଇଠି ତ ଛାଡ଼ୁନି। ଡାକ୍ତର ଦେଖେଇ ଦେଖି ଏଇଟା କ୍ଲାଇମେଟ୍ରେ ବି ଟିକେ ଇଏ ରହୁଛି, ଯେଉଁଥିପାଇଁ ହେଉଛି ଆପଣଙ୍କୁ ଯଦି ମୁମ୍ବାଇ କି ବାଙ୍ଗାଲୋରରେ ବାହାରେ ଦେଖିବେ କିଛି ରୋଗ ଯଦି ହେବ ନା, ଦେହ ଖରାପ ହେବ, ଜଲ୍ଦି ଛାଡ଼ୁନି। ଯେତେ ଡାକ୍ତର ଦେଖାନ୍ତୁ ଜଲ୍ଦି ଛାଡ଼ୁନି। ଯଦି ଆପଣ ଘରକୁ ଯିବେ ନା, ଘରକୁ ଯାଇ ପହଞ୍ଚିବେ, ଆପଣଙ୍କ ଅଧେ ରୋଗ ଭଲ ହେଇଯାଉଛି। ତ କ୍ଲାଇମେଟ୍ର ବହୁତ ବଡ଼ ଇଏ ରହୁଛି। ତ ଆମେ ଏଇକିନା ଜଲ୍ଦି ଯିବା ପାଇଁ ଚେଷ୍ଟା କରୁଛୁ, ଜଲ୍ଦି ଘରକୁ ଯିବା, କାହିଁକିନା ତାର ବି ଦେହ ବହୁତ ହି ଖରାପ ହେଇଗଲାଣି, ଅତିରିକ୍ତ ଖରାପ ହେଇଗଲାଣି। ଆଉ ଡାକ୍ତର ଏଇକିନା କହୁଛନ୍ତି ସିଝା ପରିବା ଯେତେ ଖାଇବ, ବର୍ତ୍ତମାନ ତେଲ ମସଲା କିଛି ଖାଇବନି ସେମିତିକା। ସେଇଥିପାଇଁ କ'ଣ କରିମି, ସବୁଠୁ ସହଜ ବାଇଗଣ ପୋଡ଼ା ଟମାଟୋ ପୋଡ଼ା, ଆଉ କିଛି ଉପାୟ ନାହିଁ। ସେଇଆ କରିଦେଲି, ସେଇଆ ଦେଇକି ତାକୁ ଖୁଆଇଦେଲି, ଔଷଧଟା ଖୁଆଇଦେବା,
ଏବେ ମୁଁ ମୋର ଖାଇଦେବି ଭାତ। ଖାଇବା ପିଇବା ସବୁ ଶୋଇଲା, ଔଷଧ ଖିଆ ଶୋଇଲା, ଏବେ ଟିକେ ରେଷ୍ଟ କରିବା ଆଉ। ଫିଲ୍ମ ଦେଖିବୁ ନା? ଏଇନା କିଛି ଇଚ୍ଛା ହଉନି। ନୂଆ ଫିଲ୍ମ ଗୋଟେ ପଡ଼ିଛି, ଦେଖିଛୁ ନା ହଲ୍କୁ? ଚାଲ ଠିକ୍ ହେଇଯିବ। ଫିଲ୍ମ ଦେଖତେ ଗଲେ ଠିକ୍ ହେଇଯିବ। କଥା କହିତେ ବି ଜୋର ପାଉନି। ତ ଆଶା କରୁଛି ଭିଡ଼ିଓଟି ସମସ୍ତଙ୍କୁ ଭଲ ଲାଗିଥିବ। ଭଲ ନ ଲାଗିଲେ ବି ସମସ୍ତେ ଲାଇକ୍ କରିବେ, ଠିକ୍ ଅଛି? ଦେଖାବା ନେକ୍ସଟ ଭିଡ଼ିଓରେ।